ବାଜିଲା କଳା ରଙ୍ଗା ପଳେଇବି ଆଉ ରିସ୍କ ନେଇକି ଲାଭ ନାହିଁ। ଯେତିକି ମିଳିଲା 320 ନା 22 ଦେଖେଇଛି ପଳେଇବି। ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲ ଥିବେ, ମସ୍ତ ଥିବେ, ସୁସ୍ଥ ଥିବେ। ସାଙ୍ଗମାନେ ଆଜି ହେଲାଣି ଡେ 2 ୱିକଲି ଚ୍ୟାଲେଞ୍ଜ। ତ ସକାଳ 9ଟା ବେଳକୁ ମୁଁ ଲଗ୍ଇନ୍ କରିଦେଇଥିଲି। ବର୍ତ୍ତମାନ ହେଲାଣି 10ଟା 20। ଗୋଟିଏ ବୁକିଂ କରିଛି, ଆଣିକି ଏସ୍ପ୍ଲାନେଡ଼୍ରେ ଛାଡ଼ିଲି କଷ୍ଟମରକୁ। ଆଉ ଛାଡ଼ିକି ପ୍ରାୟ 10-15 ମିନିଟ୍ ହେବ ବସିଛି। ଏବେ ତ ବାଜୁନି, ଭାବୁଛି ପଳେଇବି ଟିକେ ଶହୀଦନଗର ଆଣିକି, କାହିଁକିନା ସକାଳଟା ଆମେ ଏସ୍ପ୍ଲାନେଡ଼୍ରୁ ଆଉ ବାଜିବା ତ ସେମିତି ଚାନ୍ସ ନାହିଁ। ଆଉ ଯଦି ବାଜିଲା ସେ ଯାଇକି ଆପଣଙ୍କୁ ବାଜିବ କେନାଲ ରୋଡ଼ ଭିତରୁ, ଜିଜିବି କଲୋନୀ ଭିତରୁ। ତ ଇଚ୍ଛା ନାହିଁ ତା ଭିତରୁ ପଶିବା ପାଇଁ। ତ ଯାଉଛି ବର୍ତ୍ତମାନ ଶହୀଦନଗର ଆଡ଼ିକି, ଯାଇକି ବସିବି, ଦେଖେ କେଉଁଠି କ'ଣ ବାଜୁଛି। କାଲି ତ ବେପାର କରିହେଲାନି, ଯାହା ହେଇଥିଲା ଠିକ୍ଠାକ୍ ହେଇଥିଲା। ଟଙ୍କା 18-19 ହେଇଯାଇଥିଲା ଆପଣଙ୍କ ସେଇ ଟାଇମ୍ କେତେ 5ଟା 5:30 ସୁଦ୍ଧା। ତାପରେ ତ ବାଜିଲା କଣ୍ଟିନ୍ୟୁ ବର୍ଷା ପକେଇଲା ଆଉ ଏତେ ଘଡ଼ଘଡ଼ି ବିଜୁଳି ପକେଇକି ହେଲା। ତ ମୁଁ ପଳେଇଥିଲି ଘରକୁ, କାମ କରିପାରିଲିନି। କାଲି ଦେଖିବା, କାଲି ଟଙ୍କା 19 ହେଇଥିଲା, ତ ସେଇ ହିସାବରେ ଆଜି ଯାହା ହେଲେ ବି ଟଙ୍କା 25-26 କରିବାର ଅଛି। ସେକେଣ୍ଡ ବୁକିଂଟା କଟକ ବାଜିଲା। ମୁଁ ଅଛି ଆପଣଙ୍କ ଶହୀଦନଗରରେ, ସୁଦର୍ଶନ ଟାୱାରରୁ କଷ୍ଟମର ଯିବେ କଟକ। ମାନେ ପ୍ରାୟ ମାସେ ପରେ ବୋଧେ ଯାଉଛି କଟକ। ବହୁତ ଦିନ ହେଲାଣି ଯାଇନି, ଦେଖାଯାଉ। ସେ ଏବେ ବକ୍ସି ବଜାର ଜାମ୍ ହେବ, ତଥାପି ବାଜିଛି ଯିବା। ଲୋକେସନରେ ଆସି ପହଞ୍ଚିଲେଣି 10 ମିନିଟ୍ ଉପରେ ହେଇଯିବା। ପୁରା ସେ ଟାୱାର ତଳେ ଅଛି ସୁଦର୍ଶନ ଟାୱାର। କଷ୍ଟମର କହିଲେଣି ଭାଇ 2 ମିନିଟ୍ ରୁହନ୍ତୁ, ମୁଁ ଆସିଛି। ତ 2 ମିନିଟ୍ ଜାଗାରେ 10 ମିନିଟ୍ ହେଲାଣି ଅଲରେଡ଼ି। କଟକ ଭଡ଼ାଟା ଛାଡ଼ିଆନି, ସେଇଠୁ ଗୋଟେ ରିଟର୍ନ ନେଇକି ଆସିଲେ ଯଦି ନସିବ ଭଲ ଥିବ ତ ସାଙ୍ଗେ ସାଙ୍ଗେ ବାଜିଯିବ। ରିଟର୍ନ ଟାଇମ୍ରେ ଟଙ୍କା 1000 ହେଇଯିବ ଯାହାହେଲେ ବି। ଡ୍ରପ୍ କଲି ଏବେ କଣ୍ଟେନମେଣ୍ଟ ରୋଡ଼ରେ। ଏବେ ଯାଉଛି ସିଡି ଆଡ଼ିକି, ସିଡି ସେକ୍ଟର 6ରେ 3 କିଲୋମିଟର 4 କିଲୋମିଟର ବାଟ। ଆଉ ଯାଇକି ସିଏନ୍ଜିଟା ପକେଇବି, କାହିଁକିନା ସିଡ଼ିଏରେ କଟକ ଆସିଲେ ମାନେ ସିଏନ୍ଜି ପକେଇକି ଯିବା କଥା। ଫାଙ୍କା ରହୁଛି ଆମର ସେଠି ଭୁବନେଶ୍ୱରରେ, ଅଧଘଣ୍ଟା ଲାଇନ୍ ଦେବାଠୁ ବେଟର୍ ଇଏ 5 ମିନିଟ୍ ହେଇଯିବ କାମ। ଆଉ ତା ଛଡ଼ା ସିଡ଼ିଏରୁ ଇଏ ଜାମ୍ ଭିତରେ ମୁଁ ରହିବିନି। କଣ୍ଟେନମେଣ୍ଟ ରୋଡ଼ ଅବଶ୍ୟ ଖାଲି ଯେ ଜାମ୍ ନାହିଁ, ହେଲେ ଏପଟ ଏରିଆରେ ବାଜିବ କି ନ ବାଜିବ, ସବୁଠୁ ବେଟର୍ ଅପସନ୍ ସିଡ଼ିଏ। ପଳାଉଛି ସିଡ଼ିଏ, ସିଏନ୍ଜି ବି ପକେଇଦେବି, ଏପଟେ ରିଟର୍ନ ପାଇଁ ବି ବସିବି। ଟୋଟାଲ୍ ହେଲା 570, ମୋତେ ମିଳିଲା 543 ଟଙ୍କା। ଠିକ୍ଠାକ୍ ଅଛି। ଆଉ ଗୋଟେ କରିଥିଲି ଆପଣଙ୍କ ସକାଳେ, ଯେଉଁଟା ଟୋଟାଲ୍ ବୋଧେ 600 କେତେ ଟଙ୍କା ହେଇଥିବ। ଆଉ ଗୋଟେ ରିଟର୍ନ ମିଳିଗଲା ଜଲ୍ଦି, ଲାଭ ଆଉ ଟଙ୍କା 1000 ହେଇଯିବ। ଆଉ ଯଦି ନ ମିଳିଲା କ'ଣ କରିବା, ଯେତେ ସବୁ ବସଉଛି ବସଉ। ଏଇ ଜାଗାଟା ମିଳିଗଲା। ସିଡ଼ିଏରେ ସିଏନ୍ଜି ପକେଇକି 6 ଭିତରକୁ ପଶିକି ବସିବି ଯେ ଫାଷ୍ଟ ଖୋଜୁଥିଲେ, ଜାଗା ସେମିତି ନାହିଁ। ମୁଁ ବି ଆସି ମାନେ ପହଞ୍ଚିଲି ଏ ଗଛ ତଳେ, ସେତେବେଳେ ଆଉ ଗୋଟେ ଗାଡ଼ି ଥିଲା, ସିଏ ମାନେ ବାହାରି ପଳେଇଲା। ଆଉ ଏବେ ତ ଅଛି ସେଇ ସିଡ଼ି 6 ଭିତରେ, କେତେବେଳେ ରିଟର୍ନ ବାଜୁଛି ଦେଖେ। ଗାଡ଼ି ଭିତରେ ବସି ବସି ଅବସ୍ଥା ଖରାପ ହେଇସାରିଲାଣି। ଆସିଥିଲି ବୋଧେ ଆପଣଙ୍କ ସେଇ 12ଟା ଭିତରେ, ମାନେ କଷ୍ଟମର ଡ୍ରପ୍ କରିଥିଲେ 12ଟା ବେଳକୁ ବୋଧେ। ଏବେ ଟାଇମ୍ ହେଲାଣି ଆପଣଙ୍କ 3ଟା 40। ତାମାନେ କେଉଁଠି 12ଟା 1 2ଟା 3ଟା 4 ଘଣ୍ଟା ହେଲାଣି ରିଟର୍ନ ବାଜୁନି। ମୁଁ ସିଡ଼ିଏ 6ରେ, ଏବେ ପୁଣି 6ରେ ଆସିଲି, 6ରୁ ଗଲି ସେ 7 କି, ତାପରେ ସିଆଡ଼େ ସିଡ଼ିଏ 11 ସିଏନ୍ଜି ପମ୍ପ, ସେତିକି ଯାଏଁ ଗଲି, ପୁଣି ବୁଲିକି ଆସିଲି। ମାନେ ଚାରିଆଡ଼େ ବୁଲୁଛି, ଏ ଯାଏଁ ରିଟର୍ନ ବାଜିବାର ନାଁ ନାହିଁ। ମୁଁ ଏବେ ବସିଥିଲି ସେ ଯେଉଁ ଆର୍ଟିଓ ଯେଉଁ ଟେଷ୍ଟିଂ ଗ୍ରାଉଣ୍ଡ ପାଖରେ, ସେଇଠି ଆପଣଙ୍କ 7ଟା 8ଟା ଓଲା ଉବେର ଟ୍ୟାକ୍ସି ଥୁଆ ହେଇଛି। ତ ମୁଁ କହିଲି ନାଇଁ ଏଇଠି ଆଉ ବସେନି, ପୁଣି ଆସିକି ସିଡ଼ି 6 ଭିତରେ ବସିଲି।
ଅବସ୍ଥା ଆଜି କ'ଣ କହିବି। ସିଡ଼ିରୁ ତ ବାଜୁନଥିଲା, ମୁଁ ପଳେଇ ଆସିଥିଲି ଆପଣଙ୍କର ସେ ଯେଉଁ ଏସ୍ସିବି ଆଡ଼ିକି। ତାପରେ ଏପଟେ କଣ୍ଟେନମେଣ୍ଟ ରୋଡ଼ରୁ ବାଜିଲା କିଟ୍ ପାଇଁ 377। ଦେଖାଯାଉ, ୱେଟିଂ ତ କରୁଛି, କଷ୍ଟମର ଆସୁଛନ୍ତି କେତେବେଳେ। ତାଙ୍କୁ ଛାଡ଼ିଲି, ପୁଣି ସେ ସେନ୍କୋ ଗୋଲ୍ଡରୁ ହିଁ ବାଜିଲା, ଆଣିକି ଏବେ ସିଦ୍ଧିବିହାରରେ ଛାଡ଼ିଛି। ଅର୍ଣ୍ଣିଂ କଥା ଯଦି କହିବା, ଟୋଟାଲ୍ 1277 ଟଙ୍କା ହେଇଛି। ସକାଳେ ଯେତେବେଳେ କଟକ ବାଜିଥିଲା ମୁଁ ତ ଖୁସି ହେଇଯାଇଥିଲି। ଆଉ ବହୁତ ଦିନ ପରେ କଟକ ପାଇଁ ବାଜିଲା, ଭାବିଥିଲି ସାଙ୍ଗେ ସାଙ୍ଗେ ଯଦି ରିଟର୍ନ ମିଳିଯିବ ତ ଟଙ୍କା 1000 ଦେଖୁ ଦେଖୁ ହେଇଯିବ। ଆଉ ଏପଟେ ବେପାର ଟଙ୍କା 1500 କଲେ ହେଇଯିବ ଟଙ୍କା 2500। ଏ ଦେଖିଲା ବେଳକୁ ଟୋଟାଲ୍ ଏବେ ଟାଇମ୍ ହେଇଗଲାଣି ଆପଣଙ୍କର 6:30। ଆଉ ଟୋଟାଲ୍ ଅର୍ଣ୍ଣିଂ 1277। ଆଉ କେତେ ସମୟ କାମ କରିବ ଯେ ବାଜୁନି। ଏଇ ସିଦ୍ଧିବିହାରରେ ବି ଛାଡ଼ିଲି, ଜାଗମରା ଛାଡ଼ିକି ତଥାପି ହେଲାଣି 15-20 ମିନିଟ୍ ବସିଲେଣି, ମୋତେ 15 ମିନିଟ୍ ଖଣ୍ଡେ ବସିଲେଣି। ଆଉ ଏଠୁ ତ ବାଜିବ କି ନାହିଁ ଠିକ୍ ନାହିଁ, ଦେଖିବା 10 ମିନିଟ୍ ଖଣ୍ଡେ ବସିବା, ନହେଲେ ITR ଆଡ଼ିକି ପଳେଇବେ। କାହାଣୀ ବୁଲିବାଲିକି ପୁଣି ସେଇଠି। ସକାଳେ ତ କଟକରେ ବସେଇଲା, ଇଏ ପୁଣି କଟକ ବାଜିଲା। ମୁଁ କହିଲି 640 ଟଙ୍କା ଦେଖେଇଲା। ମୁଁ କହିଲି ପଳେଇବା, ଏମିତିରେ ବାଜିବ କି ନ ବାଜିବ କେତେ କ'ଣ ହେବ, କଟକ ପଳେଇବା। ଯଦି ନ ବାଜିଲା ଖାଲି ଗାଡ଼ିରେ ପଳେଇ ଆସିବେ। ଆଉ ଟାଇମ୍ ହେଇଛି ବର୍ତ୍ତମାନ 8। ଦେଖିବା କେତେବେଳେ ବାଜୁଛି। କଣ୍ଟିନ୍ୟୁ ଖାଲି ଲୋକାଲ୍ ଭଡ଼ା ବଜାଉଛି। ଜୋନ୍ ପଡ଼ିଛି, ମୋର ଗୋଟେ ରିଟର୍ନ ଦେଇଦେଲେ ହୁଅନ୍ତାନି, ରିଟର୍ନ ଦେଉନି, ଖାଲି କଣ୍ଟିନ୍ୟୁ ଲୋକାଲ୍ ବଜାଉଛି। ମୁଁ ବର୍ତ୍ତମାନ ବସିଛି ଆପଣ ସେ ଦୋଳମଣ୍ଡ ଛକ ପାଖାପାଖି, ଦେଖାଉଛି ଆପଣଙ୍କୁ। ଏ ଯେଉଁ ନୂଆ ରୋଡ଼ ହେଇଛି, ରାସ୍ତାଟା ଚଉଡ଼ା ହେଇଛି ବୋଲିକି ଯାହା ହଉ ଟିକେ ଏବେ ତ ବସେଇ ହେଉଛି। ଏଇଠି ଆପଣଙ୍କ ହସ୍ପିଟାଲ ଅଛି, କାଳେ ବାଜିଯିବ, ବାଜିବା କଥା। ସକାଳେ ସିନା ବସେଇଲା, ଏବେ ବି ଯିଏ ବସେଇବେ ତାର ତ କିଛି ଗ୍ୟାରେଣ୍ଟି ନାହିଁ। ଦେଖିବା। ବାଜିଲା କଳା ରଙ୍ଗା, ପଳେଇବି। ଆଉ ରିସ୍କ ନେଇକି ଲାଭ ନାହିଁ, ଯେତିକି ମିଳିଲା 320 ନା 22 ଦେଖେଇଛି, ପଳେଇବି। ଆଜି ଯେଉଁ କଟକ ଯାଇକି ବସିଲି ମାନେ 2-4 ଘଣ୍ଟା ଗାଡ଼ି ଭିତରେ ବସିକି, ମାନେ ଅବସ୍ଥା ଖରାପ, ପେଟ ଗରମ ହେଇକି ପୁରା ଗ୍ୟାସ୍ ହେଇକି ଛିଙ୍କ ହେଉଥାଏ, ଥଣ୍ଡା ଧରିଯାଇଛି। ଏମିତି କଥା କହିଲା ବେଳକୁ ମାନେ ଛିଙ୍କ ବାହାରି ପଡ଼ୁଛି, ଏତେ ଥଣ୍ଡା ଲାଗିଗଲା ପେଟ ଗରମ ହେଇକି। ଆଉ ଯାହା ହଉ ଫାର୍ଷ୍ଟ ହାଫ୍ରେ ତ ଯାହା ହେଲା, ସେକେଣ୍ଡ ହାଫ୍ରେ ଠିକ୍ ଠାକ୍ ବୁକିଂ ଦେଲା। କଟକ ଗଲି, କଟକରୁ ସାଙ୍ଗେ ସାଙ୍ଗେ ରିଟର୍ନ ଗୋଟେ ଦେଇଦେଲା, ସେଇଟା ଆଣିକି Z1ରେ ଛାଡ଼ିଲି। ଏବେ ପୁଣି Z1ରୁ ନେଇକି ଯାଉଛି ଆପଣଙ୍କର ମୈତ୍ରୀ ବିହାର। ଦେଖେ ମୈତ୍ରୀ ବିହାରରୁ ଯଦି ଗୋଟେ ରିଟର୍ନ ବାଜିଗଲା ଘର ଆଡ଼ିକି, ଯେଉଁଦିନ ମାନେ ଏଣ୍ଡଟା ଭଲ, ସେଇଦିନ ସବୁ ଭଲ। ଫାର୍ଷ୍ଟ ହାଫ୍ରେ ତ କାଲି ଦେଖୁନାହାନ୍ତି, କାଲି ଫାର୍ଷ୍ଟ ହାଫ୍ରେ ଭଲ ବେପାର ହେଇଥିଲା, ସେଇ 4ଟା ସୁଦ୍ଧା ଟଙ୍କା 1700 ଖଣ୍ଡେ ହେଇଥିଲା ବୋଧେ। ସେ ଯାହା ବି ହଉ, ଆଉ ତାପରେ ଯେଉଁ ବର୍ଷା ପକେଇଲା ଏମିତି, ଆଉ କାମ କରି ହେଲାନି। ଆଜି ଫାର୍ଷ୍ଟ ହାଫ୍ରେ ତ ଭାବିଥିଲି ଭଲ ହେବ, କଟକ ଗଲି, ସେଇଠୁ ବେପାର ଆଉ ହେଲାନି, ବସେଇଥିଲା 3-4 ଘଣ୍ଟା। ହେଲେ ସେକେଣ୍ଡ ହାଫ୍ରେ ମୁଁ 6ଟା ବେଳକୁ କଟକ ଯିବି ନା ଯିବିନି ଡାଉଟ୍ରେ ଥିଲି। ମୁଁ କହିଲି ପଳାଏ, ଯାହା ହେଉଛି ଏପଟେ ତ ବେପାର ହେଉନି, ଯାହେଲେ ଟାର୍ଗେଟ୍ କମ୍ପ୍ଲିଟ୍ କରିବାର ଅଛି। ତ ଫାଇନାଲି ଗଲି, ଠିକ୍ଠାକ୍ ହେଲା ବେପାର। ଆଣିଲି ଏବେ ସାମନ୍ତରାପୁରରେ। ମୁଁ ଭାବିନଥିଲି ମାନେ ସେକେଣ୍ଡ ହାଫ୍ରେ ଏମିତି ବୁକିଂ ହେବ ବୋଲିକି। 1277 ଟଙ୍କା ହେଇଥିଲା କେତେ, ସେଇ 6ଟା ବେଳକୁ। ତାପରେ ବାଜିଲା କଟକ, ଯିବି କି ଯିବି ନାହିଁ, ତାପରେ ଆକ୍ସେପ୍ଟ ତ କରିଦେଲି। କଟକ ଗଲି, କଟକରୁ ସାଙ୍ଗେ ସାଙ୍ଗେ ରିଟର୍ନ ଦେଲା Z1କୁ।
Z1 ରୁ ପୁଣି ଆଣିକି ଆସିଲି ଆପଣଙ୍କର ମୈତ୍ରୀ ବିହାରରୁ ପୁଣି ଆଣିକି ସାମନ୍ତରକୁ ଛାଡ଼ିଲି। ଟାଇମ୍ ତ ହେଲାଣି ବହୁତ, ଟାଇମ୍ 10ଟା ହେଲାଣି, ତ ଆଜି ଆଉ ଲଗ୍ଇନ୍ କରିବାନି, ଅଫଲାଇନ୍ ହେଇଯାଇଛି। ମୁଁ ଯାଉଛି ବର୍ତ୍ତମାନ ଘର ଆଡ଼ିକି। ଆଉ ଟୋଟାଲ୍ ଅର୍ଣ୍ଣିଂ କଥା ଯଦି କହିବା ହେଇଛି ମୋର 2585। ପହଞ୍ଚି ଗଲେଣି। ଆଉ 2 ଦିନର ଅର୍ଣ୍ଣିଂ ଯଦି କହିବା ଆଜି ହେଲାଣି 2600, ଆଉ ଗତକାଲି ହେଇଥିଲା 1800, ମାନେ 24 18 4400। ତା ବାକି 5 ଦିନ ରହିଲାଣି ଆପଣଙ୍କର ଆହୁରି 10,000, କେତେ 10,600। ଯଦି ଆପଣଙ୍କ ସେଇ ସଣ୍ଡେ ପୂର୍ବରୁ ଯଦି ହେଇଗଲା ତ ଭଲ କଥା, ସଣ୍ଡେ ଦିନ ଛୁଟି ରହିଯିବି, ଆଉ ନହେଲେ ସଣ୍ଡେ ଦିନ ବି କାମ କରିବି। ତ ଠିକ୍ ଠାକ୍ ଯାହା ଭାବିଥିଲି ସେ ହେଲା। ଭାବିଥିଲି ଯାହାହେଲେ ଟଙ୍କା 2500 ଖଣ୍ଡେ କରିବାର ଅଛି ଆଜି, ତ ଟଙ୍କା 2500 ତ ହେଇଗଲା। ହେଲେ ଫାର୍ଷ୍ଟ ହାଫ୍ରେ କାମ ସରିଲା ପରେ ଆଉ ମାନେ ଭାବିନଥିଲି ଯେ କମ୍ପ୍ଲିଟ୍ ହେବ ବୋଲି। ସେଇଥିପାଇଁ ଯେତେ ମାନେ ରହିବା, କେତେବେଳେ କ'ଣ ହେଇଯିବ କ୍ୟାବ୍ ଲାଇନ୍ରେ ସେମିତି କହିହେବନି, କେତେବେଳେ ବୁକିଂ ବାଜିବ, କେତେବେଳେ ବସେଇଦେବ ଘଣ୍ଟେ ତାର ବି ଠିକ୍ ନାହିଁ। ତ ଯାହା ହେଲା 2 ଦିନରେ ଠିକ୍ ଠାକ୍ ଅଛି। କାଲି ଯେମିତି ଟିକେ କମିଯାଇଥିଲା, ଆଜି ଠିକ୍ ବ୍ୟାଲେନ୍ସ ହେଇଯାଇଛି। ତ ସାଙ୍ଗମାନେ ଭିଡ଼ିଓଟି ଆଜି ପାଇଁ ଏତିକି। ଯେଉଁମାନେ ବି ନୂଆ କରିକି ଦେଖୁଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।